कृष्ण तुम्हें नर के कृष्ण हे कृष्ण तुम्हें नर के सारी कृष्ण हे कृष्ण तुम्हें नर के सारी कृष्ण हे के जानी परिब भैया तुम्हारी कृष्ण हे कृष्ण तुम्हें नर के सारी कृष्ण हे कहानी होई न तुम्हें गाचु था गुणिया होई न तुम्हें झाड़ू था प्रभु डाहानी होई न तुम्हें गाचु था गुणिया होई न तुम्हें झाड़ू था सर्वभावरे रहिअछ पुरी सर्वभाव अंत न पाए ब्रह्मा त्रिपुरारी अंत न के जानी परिब भैया तुम्हारी कृष्ण हे कृष्ण तुम्हें नर के सारी कृष्ण हे भाभी कहई अभीरा माबाई बुझिले मोहतरे किछि नहीं प्रभु भाभी कहई अभीरा माबाई बुझिले मोहतरे किछि नहीं करी कराऊ थाई पारे मुही करी कराऊ थाई पारे मुही करी के सूत्रे हो आईन पास मोहरी के सूत्रे हो के जानी परिब भैया तुम्हारी कृष्ण हे कृष्ण तुम्हें नर के सारी कृष्ण हे कृष्ण के जानी परिब भैया तुम्हारी कृष्ण हे कृष्ण तुम्हें नर के सारी 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 जगन्नाथ कालिया देवता सत्य जुग
শুকিলা কাঠরু হেল জিয়ন্তা দেবতা আদি দেখি করি তরি গলে কেতে উর্ধরে তা প্রভু বলি দ্বারে হেল পরা ছটিয়া দেবতা তেণে স্কন্ধরে পইতা তুম হাতে তাল ছতা আদি ললাটরে ସବୁ ଥିଲା ଚନ୍ଦନର ଚିତା ଆଉ ଦାନ ଛଳେ ବିନା ଶିର ବଳି ବଳବନ୍ତା ତେଣେ ରାମ ଅବତାର ହେଲା ଯୁଗ ଥିଲା ତ୍ରେତା 14 ବରଷ ପାଇଁ ପଣ କଲେ ପିତା ତେଣେ ପଞ୍ଚବଟୀରୁ ରାବଣ ହରି ନେଲେ ସୀତା ଆଉ ଜଟାୟୁ ଠାରୁ ପ୍ରଭୁ ଏ ପାଇଲ ବାରତା ତୁମେ ଭାଲୁ ମାଙ୍କଡଙ୍କ ସାଙ୍ଗେ ବାନ୍ଧିଲନି ତ୍ରତା ଯେତେ ଜିତ ଲୀଳା କଲ ଆହେ ବିଶ୍ୱ ପିତା କଳି ଦ୍ୱାପର ଯୁଗରେ କୃଷ୍ଣ ରୂପ ମାଧୁରିତା ଅପ୍ରକଟ ବ୍ରହ୍ମ ଲୀଳା କଲ ପ୍ରକଟିତା ଆଉ ବଂଶୀ ଚଣ୍ଡୀ ନାଚୁଥିଲେ କେତେ ବୃକ୍ଷଲତା ସେ ପ୍ରେମକୁ ବୁଝିଥିଲେ ବୃଷ ଭାନୁ ସୀତା ତୁମେ କର ସ୍ପର୍ଶ ବିନା ଶିଳକୁ ବୁଝାର ଚିନ୍ତା ଆଜି ଦେଖି କରି ବୁଡ଼ି ଗଲା ମାମୁଙ୍କର ଚେତା ପ୍ରଭୁ କୌରବ ପାଣ୍ଡବ ମଧ୍ୟ ବୋଲାଇଲ ନେତା ତେଣେ ଭକ୍ତି ଭାବେ ଅର୍ଜୁନକୁ ଶୁଣାଇଲ ଗୀତା କଳି ଯୁଗେ ହେଲା ପ୍ରଭୁ ଗୌରାଙ୍ଗ ଦେବତା ଆଜି 24 ବରଷ ଛାଡ଼ି ସଂସାର ମମତା ହେଲେ ଜାଗାଇ ମାଧାଇ ହେଲେ ଭକ୍ତରେ ଗଣିତା ତେଣେ ଏ ସଂସାର ପାର ହେବୁ ଦେବେ ହେବୁ ଦିତା ଆଉ ହରି ନାମେ ମନ ଦିଅ ନିତ୍ୟ ପଢ଼ ଗୀତା ଆଉ ଯେତେ ଯେତେ ଲୀଳା କଲ ଆହେ ବିଶ୍ୱ ପିତା ଆଉ କରିବାକୁ ଜଗତରେ ରଖିଅଛ ଦିତା ଆଉ ଏଇଠାର ବୁଆକ ବାବୁ ଏଇଠାରେ ଥାଉ ଆପଣ ମାନଙ୍କୁ ଭଲେ ରଖିଥିବେ ମହାବାହୁ ହେ ତୁମେ ନରକେ তাহলে এ সংস্কৃতি ভিতরে ଆପଣ ଦେଖନ୍ତୁ ଏଠି ଯୋଡ଼ିଏ କଥା ଯେତେବେଳେ ଯୋଡ଼ିଏ ଦୂତ ଅପମାନ ପାଇଛନ୍ତି ଅବକ୍ଷୟ ହେଇଛି ଦୂତ ଅପମାନ ପାଇଲେ ଲଙ୍କା ଜଳିଲା ଦୂତ ଅପମାନ ପାଇଲେ ଧ୍ୱଂସ ହେଲା ହସ୍ତିନା ଯଦି ଶାନ୍ତି ଦୂତ ଶ୍ରୀକୃଷ୍ଣ ସେଦିନ 5 ପଡ଼ା ଆଣିଥାନ୍ତେ ଆଉ ଅସୁବିଧା କିଛି ହେଇନଥାନ୍ତା ସେଦିନ ଇଏ ଦେଇନି କହିଲା ମୁଁ ଦେଇନି କି ଦେବିନି ଯଦି କ୍ଷତ୍ରିୟ ଯୁଦ୍ଧ କରି ନିଅନ୍ତୁ ସେତିକି ନୁହଁ ଆପଣ ଦେଖନ୍ତୁ ଏଠି ଯୋଡ଼ିଏ ମାୟା ପଛରେ ଗୋଡ଼େଇଲେ ବୋଲି ସେ ପାଖରେ ସୃଷ୍ଟି ହେଇଛି ହୁଏତ ଏତେ ବଡ଼ ବିପ୍ଳବ ଏ ପାଖରେ ମାୟା ପଛରେ ଗୋଡ଼େଇଲେ ଭଗବାନ ରାମ ସଂସାର ଧ୍ୱଂସ ମାୟା ପଛରେ ଗୋଡ଼େଇଲେ ବୋଲି ରାମ ଛାଡ଼ିଲେ ସ୍ତ୍ରୀ ସୀତାକୁ ମାୟା ପଛରେ ଗୋଡ଼େଇଲେ ବୋଲି ପାଣ୍ଡବମାନେ ଦ୍ରୌପଦୀକି ହରେଇଦେଲେ ନହେଲେ ହରେଇଥାନ୍ତେ କାହିଁକି ତାହେଲେ ମାୟା କିଏ ସେ ମାୟା ମୃଗ ପଛରେ ଗୋଡ଼େଇଲେ ଭଗବାନ ରାମ ମୃଗ ପଛରେ ଗୋଡ଼େଇଲେ ବୋଲି ମା ଜାନକୀ ପାଖରେ ରହିପାରିଲେନି ତାହେଲେ ମାୟା ବୋଲି ଆମେ ଜାଣିବା କେମିତି ଆପଣମାନଙ୍କର ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣ ଗୋଟାଏ ପଦ ଛାନ୍ଦ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ହେମ
ବିଶ୍ୱନାଥ ଖୁଣ୍ଟିଆ କହିଲେ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ହେମ ହରିଣୀ। ସେଦିନ ମାୟା ବୋଲି କାହିଁକି କହିଲେ ନା ଭଗବାନ ରାମ ଯେତେବେଳେ ପଞ୍ଚବଟୀରେ କୁଟୀର କରି ବସିଛନ୍ତି ସେଦିନ ମା ଜାନକୀ ଦେଖୁଛନ୍ତି ମାୟା ମୃଗ ଆସିଛି। ଆକୁ ପଠେଇଛି କିଏ? ଚିନ୍ତା କରୁଛି ଦଶାନନ ଯେ ମୁଁ ଯଦି ମାୟା ମୃଗ ନ ପଠେଇବି ତାହେଲେ ପାଇବିନି। ସେଦିନ ମାରିଚ ପାଖରେ ପହଞ୍ଚିଛି। କହିଲା ମାରିଚ ସୁନ୍ଦର ରୂପ ଧରି ଚାଲେ ମା ସୀତାଙ୍କ ପାଖରେ ବୁଲିବୁ, ମୁଁ ତାଙ୍କୁ ଚୋରି କରି ଆଣିବି। ମାରିଚ କହିଲା ଭଲ ବେଶ, ମୁଁ ଭଲ ଶିଖିଛି, ଏତେ ଏତିକି ଜାଣିବା ଦରକାର ନାହିଁ। ମାରିଚ କଥା ଶୁଣି ରାବଣ ଯେତେବେଳେ କୋମଳିଆ ଭାଷା କହିଲା ଚିନ୍ତା କରୁଛି ମାରିଚ ମା ମାରିଚ ଚିନ୍ତା କରୁଛି। ଆପଣମାନଙ୍କର ସନ୍ଥ କବି ଭୀମ ଭୋଇ ସେ କହିଦେଲେ କହିଲେ ନବନି ନିଚ କେ ଅତି ଦୁଃଖଦାୟୀ ନବନି ନିଚ କେ ଅତି ଦୁଃଖ সন্ত তুলসীদাস গোস্বামী কহিলে নবনী নিচকে অতি দুঃখদায়ী জীবি অঙ্কুশ ধনু উরগ বিলাই। কলে যেতেবেলে নিচ লোক ଆପଣଙ୍କୁ କଳିଆ ଭାଷା କରେ ତାଠୁ ଦୁଃଖ ଆଉ ସଂସାର ନାହିଁ। ମଣିଷକୁ ଦୁଃଖ ପଡ଼ିଲା ବେଳେ ସେ କଳିଆ ଭାଷା ଶୁଣିବେ କାହିଁକି? କହିଲେ ଜିମି ଅଙ୍କୁଶ ଧନୁ ଉରଗ ବିଲାଇ। ତଳେ ସୁନ୍ଦର ଦୃଷ୍ଟାନ୍ତଟିଏ ଦେଇଦେଲେ ଏମାନେ ଯେତେବେଳେ ଲଇବେ ଆପଣ ଜାଣିବେ ବିପଦ ପଡ଼ିଲା। ନିଚ ଲୋକ ଯେତେବେଳେ ଲଇଁ ସଇଁ କଥାବାର୍ତ୍ତା କରିବ ଆପଣ ଜାଣିବେ ବିପଦ ପଡ଼ିବ। ଯେତେବେଳେ ଅଙ୍କୁଶ ଧନୁ ଏ ତ ଅଙ୍କୁଶ ଲଇଁବ ଆପଣ ଜାଣିବେ ହାତୀକି ବିପଦ ପଡ଼ିବ। ଧନୁ ଯେତେବେଳେ ଲଇଁବ ଯୋଉଠିକି ହେଲେ ମାରିବ। ଉରଗ ସାପ ଯଦି ଲଇଁଲା ଯେତେବେଳେ କହିଲେ ଖାଇବ। ବିଲେଇ ବିଲେଇ ଯଦି ଲଇଁଲା ଆପଣ ଜାଣିବେ ମୂଷାକୁ ଧରିବ। ଏଇଟା ହେଉଛି ବିପଦ ସଂକେତ। ଯେତେବେଳେ ଲଇଁବେ ସେମାନେ ଆପଣଙ୍କୁ ବିପଦ ଆସିବାଟା ସାରା। ମାରିଚ ଚିନ୍ତା କଲା ରାବଣ ଆଜି କ'ଣ ଏଇଟା କଅଁଳିଆ କଥାବାର୍ତ୍ତା କରୁଛି, ଇଏ ବିପଦ ଆସିବ କି? ନା ତମେ ଟିକେ ଯିବ ସୁନ୍ଦର ବେଶ ପକେଇବ। ମାରିଚ କହିଲା ମୁଁ ଭଲ ବେଶ ଜାଣିଛି ପକେଇବି। କହିଲା ଚୁପ୍। କହିଲା ତୁ କ'ଣ ଜାଣିଛୁ? ବେଶ ପକା ମୁଁ ଦେଖିବି, ମତେ ଯଦି ରୁଚିବ ତାହେଲେ ମୋ ପ୍ରଭୁକୁ ରୁଚିବ। ଯାହା ନିଜକୁ ଭଲ ଲାଗୁନି ତା ଅନ୍ୟକୁ କେମିତି ଲାଗିବ? ମତେ ଯୋଉଟା ଭଲ ଲାଗୁନି ମୋ ପ୍ରଭୁ ମୋଠୁ କେତେ ଉଚ୍ଚରେ ନା ତାକୁ କେମିତି ଭଲ ଲାଗିବ? କିନ୍ତୁ ମଣିଷ ଓଲଟା କରେ। ଇଏ ଯୋଉଦିନ ମନ୍ଦିରକୁ ଯିବ କଦଳୀ କେତେ ଲାଖେ ନା ଗୋଟିକ 8 ଟଙ୍କା। ନା ମୋ ବୋପାଲୋ ମୁଣ୍ଡ ବୁଲେଇ ହେଇଯାଉଛି। ସିଏ ନା ଗୋଟିକ 8 ଅଣା ନା ସେଇଥିରୁ ଯୋଡ଼େଇ ଦେଲୁ। କୁଆଡ଼େ ଯିବୁ ନା ମନ୍ଦିରକୁ। ମନ୍ଦିରକୁ ନେବ 8 ଟଙ୍କିଆ କଦଳୀ ନେଇ ଯେତେବେଳେ ଫେରିବ ଫେରିଲା ବେଳକୁ 8 ଟଙ୍କିଆ କଦଳୀ ଆଣିବ। ଦୋକାନୀ ଯଦି ପଚାରିବ କ'ଣ ଆଉ ଥରେ ମନ୍ଦିର ଯିବୁ କି? ନା ନା ଆଜି ସଂକ୍ରାନ୍ତି ଉପବାସ ତ ଟିକେ ପଣା କରି ପିଇବା। ବ୍ରହ୍ମାଣ୍ଡନାଥ ଖାଇବେ 8 ଟଙ୍କିଆ, ଇଏ ଚଣ୍ଡାଳ ଖାଇବ 8 ଟଙ୍କିଆ। କିରେ ତତେ ତ ଭଲ ଲାଗୁନି ପ୍ରଭୁକୁ କେମିତି ଭଲ ଲାଗିବ? ଯେ ପ୍ରଭୁକୁ ଦେଇ ଶିଖିନି ସେ ଜଗତରେ କିଛି ଶିଖିନି। ଆଗେ ଦବା ଶିଖ ତାପରେ ପାଇବା ଶିଖିବ। ଯେ ଦେଇ ଜାଣିଛି ସେଇ ପାଇବା ଜାଣିଛି ତାହେଲେ ଆମେ ପ୍ରଭୁକୁ ଦଉ କାହିଁ? ଗୀତାରେ କହିଲେ ପତ୍ରମ୍ ପୁଷ୍ପମ୍ ଫଳମ୍ ତୋୟମ୍ ଯୋ ମେ ଭକ୍ତ୍ୟା ପ୍ରଯଛତି। ପତ୍ର ହଉ ପୁଷ୍ପ ହଉ ଫଳ ଫୁଲ ହଉ ଯିଏ ନେଲା ଜଳ ପ୍ରଭୁକୁ ପାଇଲା। ସେଇଥିପାଇଁ ଆମେ ପତ୍ର ବେଲପତ୍ର ତୁଳସୀ ପତ୍ର ନଉ ମନ୍ଦିରକୁ। ଫୁଲ ନାନା ଜାତିର ଫୁଲ, ଫଳ ନଡ଼ିଆ କଦଳୀ ସେଉ ଅଙ୍ଗୁର କମଳା। ନଡ଼ିଆ ଯେ କ'ଣ 35 ଟଙ୍କିଆ ନଡ଼ିଆ ହେ ମନ୍ଦିରକୁ ଗଲା ଭଳିଆ କେନ୍ଦୁ ଭଳିଆ ନଈ ନେଇକି ଯିବା ନା। ଆଉ କାହିଁକିନା ବାଡ଼େଇଲେ ଫାଳେ ପୂଜାରୀ ରଖିଦେବ ତ ଛୋଟିଆଟିଏ ନେଲେ ଫାଳେ ରଖିକି ଗୋଟା ଯାକ ରଖୁ। ଆଉ ଆମର ଚିନ୍ତା ନାହିଁ। କହିଲେ ସେଥିରେ ପ୍ରଭୁ ନାହିଁ। ଜଳ ଗଙ୍ଗା ଜଳ ବିକ୍ରି ହେଉଛି। ଇଏ ହେଉଛି ଅବାସ୍ତବ କଥା। ଯଦି ତା ଦେହରେ ପ୍ରଭୁ ମିଳୁଛି ମଣିଷ ତ ବସ୍ତା ବସ୍ତା ବେଲପତ୍ର ତୁଳସୀ ପତ୍ର ଦେଇ ଦିଅନ୍ତା। ଫୁଲର ଯଦି ପ୍ରଭୁ ମିଳନ୍ତେ ଟ୍ରିପିଏ ଫଳ ଆମେ ଫୁଲ ନେଇଯାଆନ୍ତେ। ସେଠି ନାହିଁ। ପତ୍ର ଦର୍ଶନ ତତ୍ତ୍ୱ କହେ କରପତ୍ରଠୁ ବଡ଼ ପତ୍ର ସଂସାରେ କିଛି ନାହିଁ। ହାତ ଦିଟିକି ଯୋଡ଼ିବେ
पुष्प मन कुसुम मन को स्थिर करी प्रभु को पाद तले समर्पण करदेव फल नड़िया कदली सेव अंगुर कमला नुह कर्म फल प्रभु जहाँ पाई सब तो दयारु ये देह मन प्राण हृदय सब तोर से फल को कर्म फल को पाद तले समर्पी दे जल गंगा जल दरकार नहीं आनंदाश्रु जोड़िए धार गलई दे प्रभु तो सृष्टिर छोटिया प्राणीटे केबे मो दुख बुझीबू कौ दिन मोर संसार मु जीवी आत्मसमर्पण भाव अच्छी प्रभु ता ग्रहण करिवो जदि एठे प्रभु नाही ताले हजार वर्ष फल फूल देले कौन अच्छी प्रभुत्व प्रभुत्व मिलेनी किंतु अजथा को आमे भल पाऊ जथा को भल पाइनी कहीं कथा कहूँ मारीच को से दिन आपण कहूँ आगे बेश पका मारीच सुंदरिया बेश पकेला जाई कुटीर आगे डेला मारीच कहला माँ आर्यवर्त पवित्र भारत भूमिर तू योग्या संतान तो कीर्ति रे कलंक आणिबिनी जदि पुरुष रूप धारण करी तो आखि आगे बुलबी जगत जन जगत कह जनक नंदिनी सीता सती गोटे पुरुष प्रति केमिति आकृष्ट हेले सेठी हरिणी रूप धारण कला मारीच स्त्री रूप धारण करी आगे जिते डेला से कहले हेम हरिणी धीरे धामंते सुंदर धरणी हे मर्यादामंत पुरुष भगवान राम आपण मते हरिणीटा आनीदेवे कि प्रभु जिते धनु धरी गोड़ेले मारीच कहला प्रभु टिकी अपेक्षा कर मु ड्रेस चेंज कर दिए एक अभिनय ना लता उहाड़े कुआड़े उभे गला उभे जाई मारीच चिंता करुछि प्रभु तो मर्यादा उल्लंघन करिबिनी सत्यसंध तू क्षत्रिय कुलर प्रदीप सूर्य वंशर सूर्य तत्ते केमिति भूल रे पकेबी तू यदि नारीटा को मारिबू लोक माने कहबे राम भली जने योद्धा गोटे हरिणीटा को मारी देले ड्रेस